ଆସିଗଲା ଇନକମ୍ ଟ୍ୟାକ୍ସର ନୂଆ ନିୟମ। ଚାକିରିଆଙ୍କ ପାଇଁ ଭଲ ଖବର, ଦାବି କରିପାରିବେ ଅଧିକ ଘର ଭଡ଼ା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଶୁକ୍ରବାର 20 ମାର୍ଚ୍ଚରେ ଆୟକର ନିୟମର ଏକ ଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। 64 ବର୍ଷ ପୁରୁଣା ଆୟକର ନିୟମକୁ ବଦଳାଇ ଗୋଟିଏ ନୂଆ ନିୟମ ଲାଗୁ କରାଯାଇଛି। ସରକାରଙ୍କ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଟିକସ ନିୟମରେ ଭାଷାକୁ ସରଳ କରିବା। ନୂତନ ଆୟକର ନିୟମରେ କ'ଣ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା। ଟିକସ ବ୍ୟବସ୍ଥାକୁ ସରଳ କରିବା ପାଇଁ ସରକାର ନିୟମ ସଂଖ୍ୟା 511ରୁ 333କୁ ହ୍ରାସ କରିଛନ୍ତି। ସେହିପରି ଫର୍ମ ସଂଖ୍ୟା 399ରୁ 190କୁ ହ୍ରାସ କରାଯାଇଛି। ଏହି ପରିବର୍ତ୍ତନ ଟିକସ ଦାଖଲର ଜଟିଳତାକୁ ଯଥେଷ୍ଟ ହ୍ରାସ କରିଥାଏ। ଏପର୍ଯ୍ୟନ୍ତ କେବଳ 4ଟି ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ 50% ଏଚରେ ଛାଡ଼ ପ୍ରଦାନ କରୁଥିଲେ। ବର୍ତ୍ତମାନ ଏହି ତାଲିକାରେ 4ଟି ନୂତନ ସହର ଯୋଡ଼ି ହୋଇଛି, ଯାହାକି ବେଙ୍ଗାଲୁରୁ, ପୁନେ, ହାଇଦ୍ରାବାଦ ଏବଂ ଅହମ୍ମଦାବାଦ। ଏହି ସହରଗୁଡ଼ିକରେ ରହୁଥିବା କର୍ମଚାରୀମାନେ ମଧ୍ୟ ସେମାନଙ୍କ ମୂଳ ଦରମାର 50% ପର୍ଯ୍ୟନ୍ତ ଏଚରେ ଦାବି କରିପାରିବେ। ଭତ୍ତା ସୀମାରେ ଏକ ଐତିହାସିକ ବୃଦ୍ଧି କରାଯାଇଛି। ଶିକ୍ଷା ଭତ୍ତା ପ୍ରତି ମାସ 100 ଟଙ୍କାରୁ 3000 ଟଙ୍କାକୁ ବୃଦ୍ଧି କରାଯାଇଛି। ଛାତ୍ରାବାସ ଭତ୍ତା ପ୍ରତି ମାସ 300 ଟଙ୍କାରୁ 9000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏପର୍ଯ୍ୟନ୍ତ ମାଗଣା ଅଫିସ୍ ଖାଦ୍ୟ ପାଇଁ ଟିକସ ମୁକ୍ତ ସୀମା ପ୍ରତି ଭୋଜନ ପାଇଁ 50 ଟଙ୍କା ଥିଲା। ନୂତନ ନିୟମ ଅନୁଯାୟୀ ଏହି ସୀମା ପ୍ରତି ଭୋଜନ ପାଇଁ 200 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ମହଙ୍ଗା କୁପନ କିମ୍ବା କ୍ୟାଣ୍ଟିନ୍ ଖାଦ୍ୟ ଉପରେ ଟ୍ୟାକ୍ସର ଚିନ୍ତା କମ୍ ରହିବ। ସରକାର ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି। ଯଦି ଆପଣ ଆପଣଙ୍କ ପିତାମାତା, ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କୁ ଭଡ଼ା ଦେଇ ଏଚରେ ଦାବି କରୁଛନ୍ତି, ତେବେ ଆପଣଙ୍କୁ ଏବେ ଫର୍ମ 124ରେ ଘର ମାଲିକଙ୍କ ସହ ଆପଣଙ୍କର ସମ୍ପର୍କ ପ୍ରକାଶ କରିବାକୁ ପଡ଼ିବ। ଏହା ବ୍ୟତୀତ ବାର୍ଷିକ 1 ଲକ୍ଷରୁ ଅଧିକ ଭଡ଼ା ପାଇଁ ଘର ମାଲିକଙ୍କ ପ୍ୟାନ୍ ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।